ଜଣେ ଗୋଟେ ଗରିବ ଶ୍ରମିକ ଥିଲା। ସେ କ୍ଷେତରେ କାମ କରୁଥିଲା। ଗୋଟିଏ ସନ୍ଧ୍ୟାରେ ସେ କାମ ସାରି ଘରକୁ ଫେରୁଥିଲା। ରାସ୍ତା କଡ଼ରେ ଏକ ମିଠା ଦୋକାନ ଥିଲା। ମିଠାର ସୁଗନ୍ଧରେ ସାରା ରାସ୍ତା ମହକୁଥିଲା। ଏଥିରେ ଶ୍ରମିକଟିର ପାଟିରେ ପାଣି ଆସିଗଲା। ସେ ଦୋକାନକୁ ଯାଇ ସେଠାରେ କିଛି ସମୟ ପାଇଁ ଛିଡ଼ା ହେଲା। ତା ପାଖରେ କିଛି ଟଙ୍କା ନଥିଲା। ଥିଲା କେବଳ କିଛି ଖୁଚୁରା ପଇସା। କିନ୍ତୁ ମିଠା କିଣିବା ପାଇଁ ତାହା ଯଥେଷ୍ଟ ନଥିଲା। ଦୋକାନୀର କଠୋର ସ୍ୱର ଶୁଣି ସେ ଖାଲି ହାତରେ ଫେରିବାକୁ ଯାଉଥିଲା। ଦୋକାନୀ କହିଲା, କୁଆଡ଼େ ଯାଉଛ? ଟଙ୍କା ଦେଇକି ଯାଅ। ଟଙ୍କା? କେଉଁ ଟଙ୍କା? ଶ୍ରମିକ ପଚାରିଲା। ମିଠାର, ଆଉ କାହାର? ଦୋକାନୀ କହିଲା। କିନ୍ତୁ ମୁଁ ମିଠା ଖାଇ ନାହିଁ, ସେ ଉତ୍ତର ଦେଲା। କିନ୍ତୁ ତୁମେ ମିଠାର ବାସ୍ନା ଶୁଙ୍ଘିଛ ନା? ଦୋକାନୀ କହିଲା। ମିଠାର ବାସ୍ନା ଶୁଙ୍ଘିବା ମିଠା ଖାଇବା ସହିତ ସମାନ। ଗରିବ ଶ୍ରମିକଟି ଭୟଭୀତ ହୋଇଗଲା। ପାଖରେ ଠିଆ ହୋଇଥିବା ଜଣେ ବୁଦ୍ଧିମାନ ବ୍ୟକ୍ତି ଏହା ଶୁଣୁଥିଲେ। ସେ ଶ୍ରମିକକୁ ଡାକି ତାଙ୍କ କାନରେ କିଛି କହିଲେ। ଶ୍ରମିକଟି ଲୋକଟିର କଥା ଶୁଣି ଖୁସି ହୋଇଗଲା। ସେ ଦୋକାନୀ ପାଖକୁ ଯାଇ ପକେଟରେ ଥିବା ଖୁଚୁରା ଟଙ୍କା ଖଣ ଖଣ କଲା। ଦୋକାନୀ ଖଣ ଖଣ ଶବ୍ଦ ଶୁଣି ଖୁସି ହୋଇଗଲା। ହଉ, ଟଙ୍କା ବାହାର କର, ଦୋକାନୀ କହିଲା। ଶ୍ରମିକଟି କହିଲା, ମୁଁ ଟଙ୍କା ଦେଇସାରିଛି। ଦୋକାନୀ କହିଲା, ହେ, ତୁମେ କେତେବେଳେ ଟଙ୍କା ଦେଲ? ଶ୍ରମିକଟି କହିଲା, ତୁମେ ଟଙ୍କାର ଖଣ ଖଣ ଶବ୍ଦ ଶୁଣିନାଅ? ଯଦି ମିଠାର ବାସ୍ନା ଶୁଙ୍ଘିବା ସେଗୁଡ଼ିକ ଖାଇବା ସହିତ ସମାନ, ତେବେ ଟଙ୍କାର ଖଣ ଖଣ ଶବ୍ଦ ଶୁଣିବା ଟଙ୍କା ନେବା ସହିତ ସମାନ। ହା 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 ହା। ଶ୍ରମିକଟି ଏତିକି କହି କିଛି ସମୟ ପାଇଁ ସେଠାରେ ଛିଡ଼ା ହେଲା। ତାପରେ ହସି ହସି ସେ ଚାଲିଗଲା। ତ ସାଙ୍ଗମାନେ, ୟାକୁ ହିଁ କୁହନ୍ତି ଜେସାକୁ ତେସା। ତ ଯଦି ଗପଟି ଭଲ ଲାଗିଥାଏ ପ୍ଲିଜ୍ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚୟ କରିବେ। ଜୟ ଜଗନ୍ନାଥ।